जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करिए। आज हम आस्ट्रो सेशन का पढ़ेगा हम इनसाइट गुड़ाक वीडियोस गुड़ाक स्टार्ट करते प्रत्येक ग्रह मानकर आज आम से ग्रहर क्रम बृहस्पति देव पढ़ा ସେଇଟା ସମସ୍ତେ ମନ ଦେଇକି ଧ୍ୟାନ ଦେଇକି ଶୁଣନ୍ତୁ। ସବୁ ତ ମନ ଦେଇ ଧ୍ୟାନ ଦେଇ ଶୁଣିବେ କିନ୍ତୁ ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ଭାଇ ଗ୍ରହ ଜଗତର ଇଏ ହଉଛନ୍ତି ସବୁଠୁ ବଡ ଗ୍ରହ। ତୁମେ ମାନେ ଯଦି ୟୁଟ୍ୟୁବ ରେ ପଢିବ ଦେଖିଥିବ ଗୋଟେ ମେଟେରୋଇଡ ଥରେ ଆସିଥିଲା ମାନେ ପୃଥିବୀକୁ ଆଟାକ କରିବା ପାଇଁ। ସେତେବେଳେ ହୁଁ ବିଶ୍ୱାସ କରାଯାଉଥିଲା ଯେ ପୃଥିବୀ ସେ ମେଟେରୋଇଡ ର ଅ, ଇଏରେ କଣ ତାର ଯୋଉ ପ୍ରଭାବରେ ଦିନେ କଣ ହବ ନା ଧ୍ୱଂସ ହେଇଯିବ, ତାର ଅବସ୍ଥା ଶୋଚନୀୟ ହେଇଯିବ। କାହିଁକି ନା ସେ ମେଟ୍ରୋଏଡ ଏତେ ପାୱାରରେ ଥିଲା ଯଦି ପୃଥିବୀରେ ମାଡ ହେଇଥାନ୍ତା ତାହେଲେ ପୃଥିବୀରେ କେତେ ଜଣ ଲସ୍ ହେଇଥାନ୍ତା କଣ ହେଇଥାନ୍ତା କେହି କିଛି କହିପାରିବେ ନାହିଁ। ହୁଁ। କେହି କିଛି କହିପାରିବେନି, ମାନେ ଯାଇଥାନ୍ତା ବହୁତ କିଛି ଅସୁବିଧା ହେଇଥାନ୍ତା ଆଉ। 90 ଆସିଛି ସେ। ଆଉ ହଁ, ତ ସେଇଠି କଣ ହେଲା ନା ବୃହସ୍ପତି ଦେବ ତାଙ୍କର ଗୁରୁତ୍ୱାକର୍ଷଣ ଶକ୍ତି ଦ୍ଵାରା ସେ ମେଟ୍ରୋଏଡ ଟାକୁ ନିଜ ଉପରକୁ ନେଇଗଲେ ଏବଂ ନିଜ ଉପରକୁ ନେଇକି ପୃଥିବୀକୁ ବଞ୍ଚେଇ ଦେଲେ। ତାହେଲେ ଗୁରୁକୁ କଣ କୁହାଯିବ? ସେଭିୟର। ସେ ବି। ସେ ସେଭ। ମତେ ଛୁଆ ବେଳେ ଗୋଟେ ସବୁବେଳେ ମୋର ଗୋଟେ ମନରେ ରହେ ଯେ ମୁଁ କୌଣସି କଥାକୁ ଏତେ ଇଜିଲି ବିଶ୍ୱାସ କରେନି। ଇଜିଲି ବିଶ୍ୱାସ କରେନି, ମତେ ତର୍କଟା ବହୁତ ଭଲ ଲାଗେ। ତର୍କ ଶାସ୍ତ୍ରର ବିଶାରଦ ଭଳିଆ ଇଚ୍ଛା ହୁଏ। ବହୁତ ଇଚ୍ଛା ହୁଏ କି ମୋଠୁ ଜ୍ଞାନରେ କିଏ ଆଗରେ ଅଛି, ମତେ କିଏ ପାରିବ। ଏଇଭଳିଆ ବ୍ୟବସ୍ଥା ନେଇକି ମୁଁ ସବୁବେଳେ ସଂସାରରେ ପରିଭ୍ରମଣ କରୁଥାଏ। ସେଇ ଟାଇମରେ ମୋର ମନେ ଅଛି ଗୋଟେ ଲୋକ କିଏ ଗୋଟେ କହିଥିଲା ଗୁରୁ ଶବ୍ଦର ଅର୍ଥ ଏଇଆ, ଯିଏ ଯେ ଅନ୍ଧକାରରୁ ଆଲୋକ ଆଡକୁ ଗତି କରେଇ ଦିଅନ୍ତି ସେ ହଉଛନ୍ତି ଗୁରୁ। ମୁଁ କହିଲି କଥାଟା ଠିକ ଅଛି କିନ୍ତୁ ଏଇଟା ତ କୋଉଠି ଥିବ ନା କୋଉଠି ଗୋଟେ ଶାସ୍ତ୍ରରେ ଲେଖା ହେଇଥିବ, ନହେଲେ ତମେ କୋଉଠି ପାଇଲ? ହୁଁ। ଦେନ୍ ମୁଁ ତାନ୍ତ୍ରିକ ଟେକ୍ସଟ ଗୁଡା ପଢିବା ଆରମ୍ଭ କଲି। ତାନ୍ତ୍ରିକ ଟେକ୍ସଟରେ 64 × 64 + 64 + 64 ଭାରତର 3 ଭାଗରେ ଭାଗ କରାଯାଇଛି ତାନ୍ତ୍ରିକ ଟେକ୍ସଟକୁ। ଆମର ବୌଦ୍ଧିକ ଟେକ୍ସଟ ଗୁଡାକ, ଆମର ଯୋଉ 64 ତନ୍ତ୍ର ଅଛି ସେ 64 ତନ୍ତ୍ର ଆମର ୟୁପି ବିପି ଆସାମ ସାଇଡ ବାଲା ଫଲୋ କରନ୍ତି। ଠିକ ଅଛି। ଆସାମ ଓ ୱେଷ୍ଟ ବେଙ୍ଗଲର ଅଲଗା 64 ତନ୍ତ୍ର ଅଛି ଏବଂ ସାଉଥ ଇଣ୍ଡିଆର ଅଲଗା ତାନ୍ତ୍ରିକ ଟେକ୍ସଟ ଅଛି। ଠିକ ଅଛି ନା। ଜେନେରାଲି ଆମର ନର୍ଥ ଇଣ୍ଡିଆନ ତାନ୍ତ୍ରିକ ଟେକ୍ସଟ ଗୁଡା ଫଲୋ କରୁ। ସେଥିରେ ଗୋଟେ କୁଳାର୍ଣ୍ଣବ ତନ୍ତ୍ର ଅଛି। କୁଳାର୍ଣ୍ଣବ ତନ୍ତ୍ରରେ ଏଇ ସ୍ତୋତ୍ର ଏଇ ଶ୍ଲୋକର ଗୁରୁକୁ ମହାଦେବ ଏକ୍ସପ୍ଲେନ କରିଛନ୍ତି ଗୁରୁ କିଏ। ସେଇ ଶ୍ଲୋକଟାରେ ସେ ମହାଦେବ କହିଛନ୍ତି ଯେ ଅ, ଯେ କି ଗୁରୁ ହଉଛି ସେଇ ଯେ ଅନ୍ଧକାରରୁ, କୋଉ ଶବ୍ଦର ଅର୍ଥ ହଉଛି ଅନ୍ଧକାର ବିଶେଷ ହଉଛି ଆଲୋକ, ଯେ ଅନ୍ଧକାରରୁ ଆଲୋକ ନେଇଯିବ। ସେଇ ଭିତରେ କ୍ଲିୟରଲି ବର୍ଣ୍ଣନା ହେଇଛି 13 ନମ୍ବର ଅଧ୍ୟାୟରେ। ମୋର ସବୁବେଳେ 6 କି 7 ନମ୍ବର ଶ୍ଲୋକ, କି ମୋର ଏତେ ଏକ୍ଜାକ୍ଟଲି ମନେ ନାହିଁ, ବହୁତ ଦିନ ପୂର୍ବରୁ ପଢିଥିଲି। ବୋଲି ଯାହା ହଉ ପ୍ରମାଣ ପାଇଗଲେ ମନ ଖୁସି ଲାଗିଲା। କାହିଁକି ନା ଶାସ୍ତ୍ର ପ୍ରମାଣଟା ସବୁଠୁ ବଡ। ତାହେଲେ ଆମେ ଏଥିରୁ କଣ ଜାଣିଲେ? ଗୁରୁଦେବ ବୃହସ୍ପତି ହଉଛନ୍ତି ପ୍ରଥମ ପଏଣ୍ଟରେ ସେଭିୟର। ସେକେଣ୍ଡ ପଏଣ୍ଟରେ କଣ? ଯିଏ ତୁମକୁ ଜ୍ଞାନ ପ୍ରଦାନ କରନ୍ତି ଅସୁବିଧା ସମୟରେ। ସେ ହଉଛନ୍ତି ଦେବତା ମାନଙ୍କର ଗୁରୁ। ଦେବତା ମାନେ ଯୋଉମାନେ ଅଗ୍ନି ଇନ୍ଦ୍ର ବା ସୂର୍ଯ୍ୟ, ବରୁଣ, ଏମାନେ ସବୁ ତାଙ୍କଠୁ କନସଲ୍ଟ କରନ୍ତି କି ଗୁରୁଦେବ ଏଇଟାକୁ ଆମେ କରିବା କି ନ କରିବା କୌଣସି କାମ କରିବା ପୂର୍ବରୁ। ତେଣୁ ସିଏ ହଉଛନ୍ତି ଆଡଭାଇଜର, ଗୋଟେ କାଇଣ୍ଡ ଅଫ ମନ୍ତ୍ରୀ ବିଶେଷ। ସେ ଦେବତା ମାନଙ୍କର ଗୁରୁ। ଆଉ ଗ୍ରହ ଜଗତର ପ୍ରଧାନମନ୍ତ୍ରୀ ହଉଛନ୍ତି ସିଏ। ଜାତିରେ ପିଓର ବ୍ରାହ୍ମଣ, ଆଙ୍ଗିରସ ଗୋତ୍ରର, ନୀତିବାନ, ନୀତି ଶାସ୍ତ୍ରର ଅ, ଅଧିଷ୍ଠାତା ଭଳିଆ କହିବାକୁ ଗଲେ ଭୁଲ ହବନି। ଏମିତି ବିଶ୍ୱାସ କରାଯାଏ ମହାଦେବ କୋଉଠି କୋଉଠି ତାଙ୍କୁ ଏକ୍ସପ୍ଲେନ କରିଛନ୍ତି କି ଯେ ବ୍ରହ୍ମାଙ୍କ ପାଖରେ ଯେତିକି ନଲେଜ ଅଛି ବୃହସ୍ପତିଙ୍କ ପାଖରେ ପ୍ରାୟ ସେତିକି ନଲେଜ ଅଛି। ଇନ ଦ୍ୟାଟ କଣ୍ଟେକ୍ସଟ ଅଫ ନୀତି, ନାଇଁ କି ସବୁ ଜିନିଷ ନୀତି ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଉପରେ। ତାଙ୍କୁ କୁହାଯାଏ ଧର୍ମଶାସ୍ତ୍ରର ଅଧିଷ୍ଠାତ୍ରା ଦେବତା। ଧର୍ମ କେତେ କଣ କିଏ କରିପାରିବ, କେତେ ମାତ୍ରାରେ କରିପାରିବ, ସେଇଟା ବୃହସ୍ପତି ଦେବଙ୍କୁ ଦେଖାଯାଏ। କିଏ କାହା ସହିତ କେତେ ମେଳାପି ହେଇକି ଚଳିପାରିବ, ମେଳାପି କିଏ କେତେ ସହିତ ମିଳିକି ରହିପାରିବ, ସେଟା ବୃହସ୍ପତିଙ୍କୁ ଦେଖାଯାଏ। ତର୍କଶାସ୍ତ୍ରକୁ ବି ଗଭୀର ଜ୍ଞାନ, ତର୍କଶାସ୍ତ୍ରର ଯୋଉ ଗଭୀର ତର୍କ ମାନେ ଯୁକ୍ତି ନୁହଁ କି ମନାନ୍ତର ନୁହଁ, ଯୋଉ ଶାସ୍ତ୍ରରେ ସତ୍ୟ ଉପୁଜେ। ଯେମିତି ମହର୍ଷି ଅଷ୍ଟାବକ୍ର ଆଉ
ମହର୍ଷି ଅମ୍ବିଙ୍କ ଭିତରେ ଯଦି ତମେ ବେଦାନ୍ତର ପଢିବ, ତାଙ୍କ ଭିତରେ ଯୋଉ ତର୍କ ହଉଥିଲା ଯୋଉଥିରେ କି ପରବ୍ରହ୍ମଙ୍କ ସତ୍ତାକୁ କିଏ ଏକ୍ସପ୍ଲେନ କରିପାରିବ, ସେଇ ଜିନିଷଟା ବି ଗୁରୁଦେବ ବୃହସ୍ପତିଙ୍କୁ ଦେଖାଯାଏ। ଜ୍ଞାନ, ଜ୍ଞାନର ପ୍ରତୀକ ହଉଛନ୍ତି ଗୁରୁଦେବ ବୃହସ୍ପତି, ଏବଂ ତମକୁ ସେ wisdom ଟା ସିଏ ଦେବେ, wisdom ଟା ସିଏ। ସବୁତିକ ଭଲ ଗୁଣ, ସବୁତିକ ଭଲ ଗୁଣ, ଏବଂ ସେ ହଉଛନ୍ତି ପୁତ୍ରର କାରକ। କୁଣ୍ଡଳୀରେ ଆମେ ଯଦି ପୁତ୍ର ବିଷୟରେ କିଛି ଆଲୋଚନା କରିବା, ବୃହସ୍ପତିଙ୍କ ଗ୍ରହକୁ ଆମେ ମାନେ ଏକ୍ସକ୍ଲୁଡ କରିକି ପୁତ୍ର ବିଷୟରେ ଚିନ୍ତା କରିପାରିବା ନାହିଁ। ତାই ସେ ଯୋଉ ଅଧିପତି ହେଇକି ବସିଥାନ୍ତି ନା, ସେ ହଉଛନ୍ତି ଦୟାବନ୍ତ, ସେ ହଉଛନ୍ତି ହୃଦୟବାନ, ଚରିତ୍ରବାନ। ଆଉ ଗୋଟେ ମୁଁ ଆପଣଙ୍କୁ କହି ରଖି, ଧର୍ମଶାସ୍ତ୍ରରେ ସବୁଠି ପଢିବେ ଗୋଟେ ଶ୍ଲୋକ ମତେ ବହୁତ ଫେଭରାଇଟ, ଆଚାର ପରମ ଧର୍ମ। ତମର ଯୋଉ ଆଚାର ଆଚରଣ କରୁଛ ତାଠୁ ବଡ ଧର୍ମ କିଛି ନାହିଁ। ସ୍ପିରିଚୁଆଲିଟି ଅଲଗା ଜିନିଷ, କିନ୍ତୁ ଯଦି ଧର୍ମ କଥା ଯୋଉଟା ଧରିକି ରଖିବ, ଧାର ହେଇକି ଧର୍ମ, ସେ ଜିନିଷଟା କେବଳ ଗୁରୁଦେବ ବୃହସ୍ପତି ହିଁ ତମକୁ ଦେଇପାରିବେ, ଆଉ କିଛି ଦେଇପାରିବେନି। କାହିଁକି? କାରଣ ସେ ଧାରଣ କରିବାର କ୍ଷମତାକୁ ରଖିଥାନ୍ତି। କଣ ଧାରଣ କରିବେ ନା, ଜ୍ଞାନକୁ ବାସ୍ତବରେ ଇମ୍ପ୍ଲିମେଣ୍ଟେସନ, ଆଚରଣ ଭିତରେ, ଆଚାର ଆଚରଣ ଭିତରେ ଇମ୍ପ୍ଲିମେଣ୍ଟେସନ ହଉଛି ନା ନାହିଁ ସେଟାକୁ ଦେଖୁଥାନ୍ତି। ଠିକ ଅଛି ନା? ପଢିବା, ପଢେଇବା ଆଉ ଆଚାର୍ଯ୍ୟତ୍ଵ, ସେଟା ଗୁରୁଦେବ ବୃହସ୍ପତିଙ୍କ ଠାରୁ ହିଁ ଆମେ ମାନେ ଦେଖୁ। ଆଉ କଣ ଦେଖୁ ନା, ରାଜନୀତି, ରାଜନୀତିରେ କେମିତି ପଲିଟିକ୍ସ ଖେଳାଯିବ, ଧର୍ମକୁ ବାଦ ନ ଦେଇକି, ସେଟା ବି ଆମେ ଗୁରୁଦେବ ବୃହସ୍ପତିଙ୍କ ଠାରୁ ଦେଖୁ। ଆଉ ଗ୍ରହ ଜଗତର ସବୁଠୁ ଶୁଭ ଗ୍ରହ, ଭାଗ୍ୟ, ଆଉ ତମେ କୋଉ ଭଳିଆ କର୍ମ କଲେ କିଭଳି ଭାବରେ ଲାଭ କରିବ, ସେଟା ବି ଆମେ ଗୁରୁଦେବ ବୃହସ୍ପତିଙ୍କ ଠାରୁ ଦେଖୁ। ମା ଯଶ, ଯୋଉ ଫେମ ଟା ଆମେ ବୃହସ୍ପତିଙ୍କୁ ମାନେ ସୂର୍ଯ୍ୟଙ୍କୁ ଦେଖିଲେ ମଧ୍ୟ ଯୋଉଟା ମାନ ମିଳିବ, ତମକୁ ଯିଏ ରେସପେକ୍ଟ ଦିଏଇବ, ସୋସାଇଟିରେ ତୁମେ କେତେ ମାତ୍ରାରେ ରେସପେକ୍ଟର ଅଧିକାରୀ ହବ, ସେଟା ବି ଗୁରୁଦେବ ବୃହସ୍ପତିଙ୍କୁ ଦେଖୁ। ଲୋକମାନଙ୍କର ବହୁତ ଯଶ ଅଛି, କିନ୍ତୁ ଗୋଟେ ଗୋଟେ ଲୋକ ଆପଣଙ୍କ ଗାଁରେ ଏମିତି ଥିବେ, ସେ ଚାଲିଗଲେ ମଣିଷକୁ ହୃଦୟରୁ ଇଚ୍ଛା ହବ ତାକୁ ରେସପେକ୍ଟ କରିବାକୁ। ମଣିଷ ଯେତେବେଳେ ତାକୁ ଯାଉଥିବ, ତାକୁ ଦେଖୁଥିବ, ତାକୁ ମାନେ ହାର୍ଟ ରୁ ଗୋଟେ ରେସପେକ୍ଟ ଆସୁଥିବ ତା ପାଇଁ, ସେଇ ଯୋଉ ଜିନିଷଟା ତମକୁ ଅନ୍ୟ ଲୋକମାନେ ଦିଅନ୍ତି, ସେଟା ଗୁରୁଦେବ ବୃହସ୍ପତିଙ୍କୁ ଆସେ। ଆଉ ଚର୍ବିର କାରକ ଏବଂ ମୋଟା ହେବାର କାରକ ବି। ତାପରେ କଣ ତୁ ଆମେ ଆତ୍ମାର ସଦ୍ଗତି ମାତ୍ରାରେ ହବ, ସେଟା ବି ଗୁରୁଦେବ ବୃହସ୍ପତି ଆମେ ଦଉ। ଦେବତା ଆଉ ବ୍ରାହ୍ମଣଙ୍କ ପାଖରେ କିଏ କେତେ ମାତ୍ରାରେ ଭକ୍ତି କରିକି ରହିପାରିଲା, ସେଟା ବି ଗୁରୁଦେବ ବୃହସ୍ପତିଙ୍କଠୁ ଦେଖୁ। ଆଉ କଣ ଦେଖୁ? ଶ୍ରଦ୍ଧା, ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଯେହେତୁ ଗୁରୁଦେବ ବୃହସ୍ପତି ଶ୍ରଦ୍ଧାର ଜ୍ଞାନର ପ୍ରତୀକ, ତେଣୁ ଯାହାର ଶ୍ରଦ୍ଧା ନଥିବ ସେ ଜ୍ଞାନ କଣ ପାଇବ? ସମସ୍ତଙ୍କର ଉନ୍ନତି ପାଇଁ ଭାବୁଥିବା ଲୋକ ଗୁରୁଦେବ ବୃହସ୍ପତିଙ୍କ ଅଣ୍ଡରରେ ଆସନ୍ତି। ଯିଏ ନିଜ କଥା ପରେ ଭାବିକି, ଗୁରୁଦେବ ବୃହସ୍ପତି ଯେତେବେଳେ ଅପରେଟ କରନ୍ତି ନା, ସେ କହନ୍ତି କି ସଂସାରର ସବୁତିକ କାମ ମୁଁ ଏକା ପିଠରେ ଉଠେଇ କରି, କାହାକୁ ଯେମିତି କଷ୍ଟ ନ, ସର୍ବେ ସନ୍ତୁ ସୁଖିନଃ, ସର୍ବେ ଭବନ୍ତୁ ନିରାମୟ। ଠିକ ଅଛି ନା? ଏଇ ଯୋଉ ଶ୍ଲୋକଟା ଅଛି, ସେଇଟା ଗୁରୁଦେବ ବୃହସ୍ପତିଙ୍କ ପାଇଁ। ଯେ ବିନା ଗୁରୁଦେବ ବୃହସ୍ପତିଙ୍କ ଆଶୀର୍ବାଦରେ ଅଦରୱାଇଜ ମଣିଷ ସେଲ୍ଫ ସେଣ୍ଟର୍ଡ ହେଇଯିବ, ସେ ନିଜ ବିଷୟରେ କିଛି, ସେ ଅନ୍ୟମାନଙ୍କ କଥା କିଛି ଭାବିବନି, ସେ କେବଳ ନିଜ ବିଷୟରେ ହିଁ ଭାବିବ। ତେଣୁ ଯୋଉମାନଙ୍କ ଗୁରୁଦେବ ବୃହସ୍ପତି ଷ୍ଟ୍ରଙ୍ଗ ଥାନ୍ତି, ସେମାନେ କଦାପି ନିଜ ବିଷୟରେ ପ୍ରଥମେ ଭାବନ୍ତିନି, ସେମାନେ ସଦା ସର୍ବଦା ତାଙ୍କର ପାରିପାର୍ଶ୍ୱିକ ଉନ୍ନତି ନିମନ୍ତେ କାର୍ଯ୍ୟରତ ଥାନ୍ତି। ଯଜ୍ଞ, ତପସ୍ୟା ଆଉ ଗୁପ୍ତ ଖଜଣା, ଗୁରୁଦେବ ବୃହସ୍ପତି 2, 5, 9, 11 ର କାରକ। ମଣିଷ କେତେ ଜିତେନ୍ଦ୍ରିୟ ହବ, ସେଟା ବି ଗୁରୁଦେବ ବୃହସ୍ପତିଙ୍କଠୁ ଦେଖାଯାଏ। ଦୟା, ଉଦାରଶୀଳତା, ଏଇଟା ବି ଗୁରୁଦେବ ବୃହସ୍ପତିଙ୍କଠୁ ଦେଖାଯାଏ। ଯଦି ସ୍ତ୍ରୀ ଅଛି, ପରାଶର ଆଷ୍ଟ୍ରୋଲୋଜିରେ କୁହାଯାଇଛି, ଯଦି ସ୍ତ୍ରୀ ଅଛି, ସ୍ତ୍ରୀ ଲୋକମାନେ ଅଛନ୍ତି, ତାଙ୍କର ସ୍ୱାମୀ ଟା କେମିତି ହବ, ସେଟା ଗୁରୁଦେବ ବୃହସ୍ପତିଙ୍କଠୁ ଦେଖାଯାଏ। ଆଉ ତାର ଅତି ସୁଖ ତାକୁ ମିଳିବ, ସେଟା ବି ଗୁରୁଦେବ ବୃହସ୍ପତିଙ୍କଠୁ ଦେଖାଯାଏ। ତ ଏତେ ସାରା ଜିନିଷ ଆମେ ବୃହସ୍ପତିଙ୍କ ବିଷୟରେ ଜାଣୁ। ଆମେ ମୁଁ ଗୋଟେ ଡିପ୍ ଇନସାଇଟ୍ ଦଉଛି, ଆପଣମାନେ ବୁଝିବେ। ଯୋଉ ମେଡିସିନ ଟା
ଯେତେ ପାୱାର ଅଛି ଭଲ କରିଦବ, ମଣିଷର ଦେହକୁ ହେଲା, ବା ଯୋଉ ମନ୍ତ୍ରର ଯେତେ ମାତ୍ରାରେ ପାୱାର ଅଛି କି ସିଏ ତମକୁ ସିଦ୍ଧି ପ୍ରଦାନ କରିବ, ସେ ମନ୍ତ୍ର ଆଉ ସେ ଜିନିଷଟା ସେତିକି ନଥିବ। କାରଣ ତାର ଅପବ୍ୟବହାରରେ ତମର ଜୀବନ ସହିତ ଜୀବନ ଯିବାର ସମ୍ଭାବନା ଅଛି ସେ ମେଡିସିନ ଦ୍ୱାରା। ଠିକ ସେମିତି ବୃହସ୍ପତିଙ୍କର ବି ସେମିତି। ତୁମେ ଯଦି ଧର୍ମଚିତ କର୍ମ ନ କରିଛ, ଆଚାର ଆଚରଣକୁ ଶୁଦ୍ଧ ନ ରଖିଛ, ଆଇଁଷ ପିଆଜ ରସୁଣ ଖାଉଛ ଏବଂ ଭିତରେ ଗୋଟେ ଅନ୍ତରରେ ଗୋଟେ କଥା କହୁଛ, ତାହେଲେ ସେଇଠି ତମେ ଧର୍ମାଧିପତିଙ୍କୁ ତମ କୁଣ୍ଡଳୀରେ ତୁମେ ନିଜେ ହିଁ ଖରାପ କରିଦେଲ। ସେଥିପାଇଁ ଆମର ଗୋଟେ ଓଡିଆରେ ବଢିଆ ପ୍ରୋଭର୍ବ ଅଛି, ଆପଣା ହସ୍ତେ ଯିବା ଛେଦି କିଏ ଅଛି ତାର ପ୍ରତିବାଦୀ। ଯିଏ ନିଜ ହାତରେ ନିଜ ଜୀବକୁ କାଟିଦବ ତାର ପ୍ରତିବାଦୀ ଆଉ କିଏ ହବ? ତ ଇଏ ହେଲା ଗୁରୁଦେବ ବୃହସ୍ପତିଙ୍କର ମେନ୍ ଆସ୍ପେକ୍ଟ। ଆଚାର ଆଦର ରଖ, ଖାଦ୍ୟ ପାନୀୟ ଶୁଦ୍ଧ ରଖ। ଯଦି ନ ରଖିବ ତାହେଲେ ବୃହସ୍ପତି ଯେତେବେଳେ ତାଙ୍କର ମାରକ ଭାବ ଥାନ୍ତି ନା, ସେତେବେଳେ ଲକ୍ଷ୍ମୀଧର ଭାଇଙ୍କର କୁଣ୍ଡଳୀ ଆମେ ଯେତେବେଳେ ଦେଖିଥିଲେ, ସେତେବେଳେ ଆପଣଙ୍କର ମନେ ଥିବ ଆମେ ଏଟାକୁ ଲାଇଭ୍ କରିନଥିଲେ, କିନ୍ତୁ ଆମେ ଯେତେବେଳେ ତାକୁ ପ୍ରେଡିକ୍ସନ ଦେଇଥିଲେ ସେ କିଛି ବି କାଟି ପାରିଲେ ନାହିଁ। କାହିଁ କାଟି ପାରିଲେ ନାହିଁ? ଗୁରୁଦେବ ବୃହସ୍ପତିଙ୍କର ଆମେ ଜାଣିଛେ ତିନିଟା ଦୃଷ୍ଟି ଅଛି, 5, 7, 9। ଯୋଉ ବୃହସ୍ପତି ଯୋଉଠି ବସିଲେ ସେ ଘରକୁ କିଛି ପ୍ରୋବ୍ଲେମ ହେଲାନି, କିନ୍ତୁ ଯୋଉଠି ଦେଖିଥିଲେ ସେ ଘରକୁ ସେ ପୁରାପୁରି ଉଥଲ ପୁଥଲ କରିକି ପୁରା ଏପଟ ସେପଟ କରିଦେଲେ। ଯେହେତୁ ସିଏ ତାଙ୍କର ଗୁରୁତ୍ୱାକର୍ଷଣ ଶକ୍ତି ଅଧିକା, ସେ ଯୋଉଠିକି ଦେଖିବେ, ଯଦି ତମର ଆଚାର ଆଚରଣ ଶୁଦ୍ଧ ନାହିଁ ଏବଂ ତୁମେ ଯଦି କିଛି ଅଧର୍ମଚିତ କର୍ମ କରିଛ, ତାହେଲେ ସେ ଯୋଉ ଯୋଉ ଜାଗାକୁ ଦେଖିବା, ଗୋଚରରେ ଯୋଉ ଯୋଉ ଜାଗାରେ ସେ ତାକୁ ଦେଖିବେ, ସେ ଘର ରିଲେଟେଡ ପୀଡା ଏତେ ମାତ୍ରାରେ ଅସହନୀୟ ହବ ଯେ ମଣିଷ କହିବ ମୁଁ ବଞ୍ଚି ଥାଉ ଥାଉ ଡେଡ୍। କାରଣ ଗୁରୁଦେବ ବୃହସ୍ପତି ହଉଛନ୍ତି ଜୀବ କାରକ, ଜୀବନ, ଲାଇଫ ତାଙ୍କୁ ଦେଖାଯାଏ। ସିଏ କେତେ ବର୍ଷ ଜୀବିତ ରହିବ ସେଟା ଗୁରୁଦେବ ବୃହସ୍ପତିଙ୍କୁ ହିଁ ଦେଖାଯାଏ। ଶନି ମୃତ୍ୟୁର କାରକ ଏବଂ ଗୁରୁଦେବ ବୃହସ୍ପତି ହଉଛନ୍ତି ଜୀବନର କାରକ। ତେଣୁ ଗୁରୁ ଜୀବନର ହିଁ କାରକ, ଏଇଟା ମୁଁ କହିବାକୁ ଚାହୁଁଛି। ଯୋଉ ଲୋକ ଏପର୍ଯ୍ୟନ୍ତ ଗୁରୁ କରିନି, ସେ ପର୍ଯ୍ୟନ୍ତ ସେ କଣଟା ବୁଝିବ? କିଛି ବୁଝିପାରିବ? ଗୁରୁ ଗୋଟେ ତତ୍ଵ, ସେ ତତ୍ଵକୁ ଯିଏ ଯେତେ ମାନିକି ଚାଲିଲା, ଯେତେ ପାଳନ କଲା ତା ଜୀବନରେ, ସେ ସେଟା ଆଗେଇ ଆଗେଇ ଚାଲିବ। ଖାଲି ମୁହଁରେ କହିବା ବେପାର ଥୋଡି ନା ଏଇଟା ଭାଇ, ଯେ ମୁଁ ଗୁରୁ କରିଛି, ମୋ ଗୁରୁ ଏଇଆ କହିଛନ୍ତି। ତ ଗୁରୁ ଏଇଆ କହିଲେ କଣଟା ହବ? ତ ମୋ ଗୁରୁ କହିଛନ୍ତି ଯେ 1000 ବର୍ଷ ଧରି ତାଙ୍କର ଗଡୁ ଗାମୁଛା ବୋଇଲେ ବି ତାଙ୍କର କିଛି ହବନି ଯଦି ତୁମେ ତାଙ୍କର ଆଚାର ଆଚରଣକୁ ନିଜକୁ ବାସ୍ତବତାରେ ତମ ଜୀବନରେ ପରିପାଳନ ନ କରୁ। ତେଣୁ ଗୁରୁ କରିବା ଏତେ ଇମ୍ପୋର୍ଟାଣ୍ଟ, ଏତେ ଦରକାର, ଲୋକମାନଙ୍କୁ ଏଇଟା ବୁଝିବା ଦରକାର। ଲୋକମାନେ ଯଦି ନ ବୁଝିବେ, ଲୋକମାନେ କହିବେ ମୁଁ କହିଲି ହଁ ଗୁରୁ କରିଦେଇଛି ହେଲେ ମୁଁ ଗୁରୁର କଥା କିଛି ମାନୁନି, ଲାଭଟା କଣ ହେଲା? ଲାଭଟା ହେଲା ଏଇଆ ଯେ ଗୁରୁକୁ ପୀଡା ଦେଲା ଆଉ ନିଜର ଜୀବନଟାକୁ ଦୁର୍ବିଷହ କଲା। ମନେ ରଖ, ମୁଁ ତମକୁ ଗୋଟେ ଷ୍ଟୋରି ଏଇଠୁ କହୁଛି, ତମେ ଏଇଠୁ ବୁଝିବ। ଏଇଟା ସମସ୍ତେ ଶୁଣିଥିବେ ୟୁଟ୍ୟୁବରେ, ତଥାପି ମୁଁ ରିପିଟ କରିଦେବି। ଗୋଟେ ଲୋକଟା ଥିଲା, ପୂଜ୍ୟ ପ୍ରେମାନନ୍ଦ ମହାରାଜଙ୍କର ପ୍ରଚନ୍ନ କଥାଟା, ସେଟା ଆପଣ ମାନେ ଭଲସେ ମନେ ରଖି, ମାନେ ମନେ ରଖିକି ଏଠୁ ଏକ୍ସପେକ୍ଟ କରନ୍ତୁ। ଗୋଟେ ଚୋରଟା କର୍ମଚାରୀ ତା ପଛପଟରେ ପଡିଥିଲେ। ମୁଁ କହିଛି ଆଚାର୍ଯ୍ୟତ୍ୱ ଦୀକ୍ଷା ଦେବା ଦୀକ୍ଷା ନେବା ଗୁରୁଦେବ ବୃହସ୍ପତିଙ୍କଠୁ ହିଁ ଦେଖାଯାଏ। ବୋଧେ ତାର ଗୁରୁ ମହାଦେଶ ଚାଲୁଥିଲା କି କଣ ଚାଲୁଥିଲା ମତେ ଜଣା ନାହିଁ। ବଟ ସିଏ କଣ କଲା ନା, ଯେତେବେଳେ ରାଜକର୍ମଚାରୀ ଚାଲୁଥିଲେ ସେତେବେଳେ ସେ ସତ୍ସଙ୍ଗ ଚାଲୁଥିଲା ଯୋଉଠି, ସେଠି ଯାଇ ପଶିଗଲା। ସେଠି ଯାଇ ପଶିକି କହିଲା, ବସିଲା, ଦେଖିଲା ରାଜକର୍ମ, ଦେଖିଲା ସତ୍ସଙ୍ଗ ଚାଲିଛି, ଏଠି କିଏ କାହିଁ ସେ ଚୋର ଆସି ନୁଚି। ରାଜକର୍ମଚାରୀ ପଳେଇଗଲେ। ରାଜକର୍ମଚାରୀ ପଳେଇଗଲା ପରେ ସମୟ କ୍ରମେ ସିଏ ଯାଇକି କହିଛି ମୁଁ ଏମିତି ଚୋରଟା, ରାଜକର୍ମଚାରୀ ଆସିଥିଲେ ଆଉ ମୁଁ ଏଇଠି ଆପଣଙ୍କୁ ଦୀକ୍ଷା ନେବାକୁ ଚାହୁଁଛି। ସତ୍ସଙ୍ଗରେ କୁହାଯାଇଥିଲା ଯେ ଜଣେ ଯଦି ଥରେ ଦୀକ୍ଷା ନେଲା ତାହେଲେ ତାର ପୁନର୍ଜନ୍ମ ହେଇଗଲା, ତାକୁ ସେଠି ଦ୍ୱିଜ ଆକାର ଦିଆଗଲା। ଦ୍ୱିଜତ୍ୱ ଲାଭ କରିବାଟା, ଦ୍ୱିଜ ମାନେ ଦୁଇଥର ଜାତ ହବା। ସେଉଠୁ ସେ ସେ ଯୋଉ ସତ୍ସଙ୍ଗରେ ଯିଏ ଥିଲେ ତାକୁ ଦୀକ୍ଷା ଦେଇଦେଲେ। ଯୋଉ ସେ ଚୋରକୁ ଦୀକ୍ଷା ଦେଇଦେଲେ, ସେ ଚୋର ଦୀକ୍ଷା ନେଲା ପରେ ରାଜକର୍ମଚାରୀ ତାକୁ ବାହାରେ, ସିଏ ତାର ନିର୍ଦ୍ୱନ୍ଦ୍ୱରେ ବୁଲିଲା, ରାଜକର୍ମଚାରୀ ତାକୁ ସେ ଟାଇମରେ ଗୋଟେ ପ୍ରବାଦ ଥିଲା, ମୁଁ ଷ୍ଟୋରିଟା ଏତେ ଭଲସେ କହୁନି, ଆପଣ ଯଦି ଥିବ ସେଠି ୟୁଟ୍ୟୁବରେ ପଢିକି ଶୁଣିଦେବେ, ତ ସର୍ଟରେ ସରି। ଯେ ଗୋଟେ ବହୁତ ତତେଇକି ଗୋଟେ ଲୁହାକୁ ପୁରା ରଡ କରିକି କିଛି ବାଟ ଚାଲିବାକୁ କୁହାଯାଏ ସତ୍ୟ କରିବା ପାଇଁ। ଯଦି ତୁମେ ସତ୍ୟରେ ଅଛ, ସେ ଟାଇମରେ ସେ ଯୁଗରେ ନିଆଁ ପଡୁନଥିଲା। ରାଜକର୍ମଚାରୀ କହିଲେ, ତାକୁ ଯେତେବେଳେ ଧରା ହେଲା, ଯାହା ଘରୁ ଚୋରି କରିଥିଲା ତାକୁ ବି ଡକା ହେଲା। ରାଜକର୍ମଚାରୀ କହିଲେ ଏଇ ଯୋଉ ନିଆଁକୁ ଧରିକି ଏତିକି ବାଟ ଚାଲି କହ ମୁଁ ଚୋରି କରି, ମୁଁ ଏଇ ଜନ୍ମରେ ଚୋରି କରି। ସିଏ ଗଲା, ଧରଲା, ଚାଲିଲା, କହିଲା ମୁଁ ଏଇ ଜନ୍ମରେ ଚୋରି କରିନି। କାରଣ ଗୁରୁ କି ଯିଏ ଦୀକ୍ଷା ନେଲା ପରେ ଆଉ ଗୋଟେ ପୁନର୍ଜନ୍ମ ଲାଭ ହେଇଗଲା।
ତାର କଥାକୁ ଅଟଳ ବିଶ୍ୱାସ ରହିଲା ଗୁରୁ ଉପରେ, ସେ ଧରିକି ଚାଲିଲା। ଚାଲିଲା ପରେ ତାର ହାତ ପଡିଲାନି। ରାଜ କର୍ମଚାରୀ କହିଲେ ଏଇ ଯୋଉ ଲୋକଟା, ସେ ଯୋଉ ଯିଏ ମାଲିକ, ସିଏ ତାକୁ ଆଣିକି ବାନ୍ଧ, କାହିଁକି ନା ସିଏ ଭୁଲ କହୁଛି। ସିଏ ଏଇ ଯୋଉ ଲୋକଟା ଥିଲା, ସିଏ କହିଲା ନାଇଁ ନାଇଁ ସିଏ ବି ଠିକ କହୁଛି, ମୁଁ କିଛି ଦିନ ପୂର୍ବରୁ ଚୋର ହିଁ ଥିଲି, ଏବଂ ଗୁରୁ ଦୀକ୍ଷା ନେଲା ପରେ ମୋର ପୁନର୍ଜନ୍ମ ଲାଭ ହେଇଛି। ମୁଁ ମୋର ବର୍ତ୍ତମାନ ସେଇଥିପାଇଁ କହିଲି ଯେ ସତ୍ୟ କଲି ଯେ ଏ ଜନ୍ମରେ ମୁଁ କୌଣସି ପାପ କରିନି ବା ଚୋରି କରିନି। ଏବଂ କହିବାର ତାତ୍ପର୍ଯ୍ୟ କଣ? କହିବାର ତାତ୍ପର୍ଯ୍ୟ ହେଲା ଯେ ଗୁରୁର କଥାରେ ଅଖଣ୍ଡ ବିଶ୍ୱାସ, ଗୁରୁର ପ୍ରଦର୍ଶିତ ପଥରକୁ ନିଷ୍ଠାର ସହୃଦୟତାର ସହିତ ମାନିକି ଚାଲିବାର ଦୃଢତା ସେମାନେ କରନ୍ତି। ସେମାନେ ତାଙ୍କ ଜୀବନରେ ଦେଖନ୍ତି ଯେ ସେମାନେ କଣ ପାଇଛନ୍ତି। ଅଖିଳ ବିଶ୍ଵ ବ୍ରହ୍ମାଣ୍ଡ ଗୋଟେ ପଟେ ରହିକି ତମକୁ ଯଦି ଲୋଭ ଦେବାକୁ ଚେଷ୍ଟା କରିବ, ଏବଂ ଏପଟେ ଯଦି ଗୁରୁର ବଚନ ଥିବ, ତେବେ ଗୁରୁର ବଚନକୁ ଚୁଜ୍ କରିବ। କାରଣ ଶାସ୍ତ୍ର କହେ ଯେ ଯଦି ମହାଦେବ ରାଗିଯିବେ, ଯିଏ କି ହୋଲ ବିଶ୍ଵ ସଂସାରର ମାନେ ସଂହାର କର୍ତ୍ତା, ଯେ ସଂହାର ଡିଷ୍ଟ୍ରକ୍ସନ ଯାହାର ଡିପାର୍ଟମେଣ୍ଟ, ଯାର ଇଚ୍ଛା ମାତ୍ରକେ ସଂସାର ଧ୍ୱଂସ ହେଇଯିବ, ସେ ଯଦି ରାଗିଯିବେ ଗୁରୁ ବରଂ ବଞ୍ଚେଇ ଦେବେ। କିନ୍ତୁ ଯଦି ଗୁରୁ ରାଗିଗଲେ ତାହେଲେ ମହାଦେବ ବି ବଞ୍ଚେଇ ପାରିବେ ନାହିଁ। ତାହେଲେ ଗୁରୁର ମହତ୍ଵ ଏତେ କେତେ ଅଧିକା। ଏବେ ମୁଁ କିଛି କହିବିନି କି ପ୍ରେଡିକ୍ସନ କଣ ହବ କଣ ନାହିଁ, ସେ ତ ଟୋଟାଲ କୁଣ୍ଡଳୀଟା ଗୋଟେ କେବଳ ଗୁରୁଦେବ ବୃହସ୍ପତି ବସିନାହାନ୍ତି, ବହୁତ ସାରା ଗ୍ରହ ବସିଛନ୍ତି। ସେଟା ସବୁ ଦେଖି ସାରିଲା ପରେ ଗୋଟେ ଜଜମେଣ୍ଟ ଫାଇନାଲ ନବାକୁ ପଡିବ। କିନ୍ତୁ ଗୋଟେ କଥା ମନେ ରଖ, ଯାହାର ଏକାଦଶ ଘରେ ଗୁରୁ ଦେଖିଲ ସେ ଲୋକ ସାଙ୍ଗରେ ଯୁକ୍ତି କରିବ ନାହିଁ। ମୁଁ ଗୋଟେ ଷ୍ଟୋରି କହିଥିଲି, ମୁଁ ଗୋଟେ ପିଲାକୁ, ଏକାଦଶ ବୃହସ୍ପତି ଦେଖିଦେଲ, ସେ ଲୋକ ସାଙ୍ଗରେ ଯୁକ୍ତି କରିବ ନାହିଁ ରେ ଭାଇ, କଦାପି ଯୁକ୍ତି କରିବ ନାହିଁ କି କଦାପି ତାକୁ ତେଡ଼ିବ ନାହିଁ। ବହୁତ ସାରା କମ୍ବିନେସନ ଅଛି ଏମିତି ଆଷ୍ଟ୍ରୋଲୋଜିରେ, ଲୋକମାନେ ଏମିତି ମଜା ମଜାରେ ଭାବି ଯାଉଛନ୍ତି, କିନ୍ତୁ କଦାପି ମଜାରେ ଭାବିନି। ମୁଁ ଆଜି ଯାଏଁ ଦେଖିଛି ଯୋଉ ଯୋଉ ମାନେ ଏକାଦଶ ବୃହସ୍ପତି ବାଲାଙ୍କ ସହିତ ଲାଗି, ତାଙ୍କର ବୁଦ୍ଧି ଭ୍ରମିତ ହେଇଯିବ। କାରଣ ଏକାଦଶରୁ ବୃହସ୍ପତି ଦେବ ଡାଇରେକ୍ଟ ପଞ୍ଚମ ଭାବକୁ ଦେଖିବେ, ଯୋଉଟା କି ବୁଦ୍ଧିର ଭାବ। ତୁମେ ତାକୁ ଏକାଦଶ ବୃହସ୍ପତି ବାଲାକୁ କିଛି ଓଲଟା ମୋଲଟା କଲ, ତମ ବୁଦ୍ଧି ଗଲା। ଆଉ ୱାନ୍ସ ତମେ ବୁଦ୍ଧି ଗଲା, ତମେ ଭସ୍ମାସୁର ହେଇଯିବ। ତେଣୁ ଏଇ ଜିନିଷଟାକୁ ଭଲସେ ଚେକ୍ କରିବ। ଏକାଦଶ ବୃହସ୍ପତି ବାଲାଙ୍କ ନା ସାଙ୍ଗରେ ଯୁକ୍ତି, ନା ତାଙ୍କୁ କିଛି ପୀଡା ଦେବାକୁ ବ୍ୟବସ୍ଥା କରିବ, ସେଟା ହେଲା ସବୁଠୁ ଭେରି ଭାଇଟାଲ କମ୍ବିନେସନ। ଯେମିତି ମାର୍ସ, ସଟର୍ନ, କେତୁ, ଭେନସ, ମୁନ ଅଛି, ତାର ସ୍ୱତନ୍ତ୍ର ଅଛି କି ଏଇଟା ହେଲେ ଏଇଟା ନିରାପର ହବ। ସେମିତି ଏକାଦଶ ବୃହସ୍ପତି ଦେଖିଲେ ମାନେ ତା ସାଙ୍ଗରେ ଯୁକ୍ତି କରିବନି। ତମେ, ସିଏ ମୂର୍ଖଟା ହେଇଥାଇପାରେ, କିନ୍ତୁ ତାକୁ ଜ୍ଞାନ ପଢେଇବନି। ତମ ବୁଦ୍ଧି ଭ୍ରମିତ। ଏମିତି ତ କାହାକୁ ଡିସରେସପେକ୍ଟ କରିବା କଥା ନୁହଁ, କିନ୍ତୁ ଏକାଦଶ ବୃହସ୍ପତି ବାଲାଙ୍କଠୁ ବଞ୍ଚିକି ରହିବ, ଯଦି ତମେ ଜାଣିଛ ତାକେ ଏକାଦଶରେ ବୃହସ୍ପତି ଅଛନ୍ତି। ଠିକ ଅଛି ନା? ଏବେ ମୁଁ ଆପଣଙ୍କୁ ଆହୁରି ଗୋଟେ ଇନସାଇଟ୍ ଦଉଛି, ଆପଣ ବୁଝିବେ। ଆପଣଙ୍କର କୁଣ୍ଡଳୀରେ ଯୋଉ ଘରେ ବୃହସ୍ପତି ଦେବ ବସିଛନ୍ତି, ସେଟା ଶୁକ୍ର ଘର ନୁହଁ ତ? ଯଦି ଶୁକ୍ରର ଘର, ତାହେଲେ କଣ ହବ? ସେଇଠୁ ଗୁରୁଦେବ ବୃହସ୍ପତି ଅନକମ୍ଫର୍ଟେବଲ ଫିଲ୍ କରନ୍ତି। ଶୁକ୍ରର ଘରେ ବୃହସ୍ପତି ଦେବ ଅନକମ୍ଫର୍ଟେବଲ ଫିଲ୍ କରନ୍ତି। ଆଉ କୋଉଠି ଫିଲ୍ କରନ୍ତି? ନା ଶନିଶ୍ଚର ମହାରାଜଙ୍କ ଘରେ ବୃହସ୍ପତି ଦେବ ଅନକମ୍ଫର୍ଟେବଲ ଫିଲ୍ କରନ୍ତି। ଏଇ ଦିଟା ଜାଗାରେ ଯଦି ବୃହସ୍ପତି ଦେବ ଅଛନ୍ତି, ତାହେଲେ ଇଟ୍ ଇଜ ନଟ୍ ଏ ପ୍ଲେସମେଣ୍ଟ ଫର ଲଗ୍ନ ଚାର୍ଟ। ଯୋଉ ମାତ୍ରାରେ ଗୁରୁଦେବ ବୃହସ୍ପତି, ଗୋଟେ ଭାବୁନ, ଗୋଟେ ଗୋଟେ ରାଜକୁମାରୀ, ଯାହାକୁ ଯାହାକୁ ଏତେ ସୁନ୍ଦର, ଏତେ କୋମଳତାର ସହିତ ପାଳନ କରାଯାଇଛି, ଯେ 30-40ଟା ବେଡ୍ ରଖିକି କୋମଳ ସେଜ ତିଆରି କଲେ ତା ତଳେ ଯଦି ଗୋଟେ ବିରି ଥୋଇଦବ ତା ପିଠିରେ କାଟିଯିବ। ମାନେ ଏତେ ସୁନ୍ଦର, ଏତେ କୋମଳ, ତାକୁ ନେଇକି ତମେ ଯଦି ଝୁପୁଡି ଘରେ ରହିବ, ଯୋଉଠି ପାଣି ସନ୍ତିଆ ହଉଥିବ, ସେଠି ତାକୁ ନେଇ ରଖିବ, ତାକୁ ଯେମିତିଆ ଫିଲ୍ ହବ, ଗୁରୁଦେବ ବୃହସ୍ପତି ଯେତେବେଳେ ଶନିଶ୍ଚର ମହାରାଜ ଆଉ ଶୁକ୍ର ମହାରାଜଙ୍କ ଘରେ ବସନ୍ତି, ତମେ ଏମିତିଆ ଫିଲ୍ ହୁଏ। ଠିକ ଅଛି? ଆହୁରି ବହୁତ ସାରା ଅଛି, ବହୁତ ସାରା ଜିନିଷ ଅଛି, ବଟ ମୁଁ ମୋର ଇନସାଇଟ୍ ଗୁଡାକ ଯେ ଆପଣ ମାନେ ଏଟାକୁ ଦେଖିଲେ କଣ ତାଦେହରୁ ଜାଣିବେ। ଏଇଥିରୁ ଆମେ କଣ ଶିଖିଲେ? ଆମେ ଏ ଶିଖିଲେ, ଭାଇ ଦେଖ, ତୁମର ଯଦି ଡିଭାଇନ ବ୍ଲେସିଂ ମିଳିବାର ଅଛି, କିଏ ଯଦି ଡିଭାଇନ ବ୍ଲେସିଂ ଦବ, ତମକୁ ଯଦି ରେସପେକ୍ଟ ଦରକାର ଅଛି, ତମକୁ ଯଦି ଅନ୍ୟମାନଙ୍କର ଅନ୍ୟମାନଙ୍କର ଭଲ ପାଇବା ପାଇବାର ଅଛି, ଅନ୍ୟମାନଙ୍କଠୁ ଡିପ୍ ରେସପେକ୍ଟ ପାଇବାର ଅଛି, ମୁଁ କହୁନି ଏଇଟା ପାଇବାର ଆଶା ରଖ, କିନ୍ତୁ ପ୍ରତ୍ୟେକ ମଣିଷ ହିସାବରେ ସମସ୍ତେ ଏଇଟା ହିଁ ଚାହାନ୍ତି କି ତାଙ୍କୁ କିଏ ଭଲରେ ପଦେ କଥା କହୁ, କି ଭଲରେ ପଦେ ରେସପେକ୍ଟ କରୁ, ଆଉ
ଲୋକମାନେ ତାଙ୍କ ପଛରେ ନ ଗପନ୍ତୁ, ଆଉ ତାଙ୍କୁ ଭଲ ନଲେଜ ରହୁ, ଏଇଟା କେତେବେଳେ ସମ୍ଭବ? ଗୋଟେ ବାଇ ଡିଫଲ୍ଟ ଯଦି ଇନହେରେଣ୍ଟ କ୍ୱାଲିଟି ନେଇକି ଜଣେ ଆଚାର ଆଚରଣକୁ ସିଦ୍ଧ କରିନଥିବ, ଶୁଦ୍ଧ ନଥିବ, ଏଟା ଲୋକ ତ କହିବେ ଆରେ ବାପା ଧର ବାପା ସିଗରେଟ ଟାଣୁଛି, ପୁଅ ଦେଖିଲା ବାପା ସିଗରେଟ ଟାଣୁଛି, ସିଏ ଯାଇକି ଦୋକାନ ପଛ ଗୋଟେ ଲୁଚିକି ସିଗରେଟ ଟାଣିବା ଆରମ୍ଭ କରିଦେଲା। ବାପା ଯୋଉ ଦୋକାନରେ ଯାଇ ସିଗରେଟ ଟାଣେ, ପୁଅ ସେ ଦୋକାନରେ ଯାଇକି ଲୁଚିକି ସିଗରେଟ ସିଗରେଟ ଟାଣୁଛି। ବାପା ପଚାରିବେ ଆରେ ପୁଅ ତୁ କଣ ସିଗରେଟ ଟାଣିଲୁନୁ? ନା ବାପା ତମେ ତ ଟାଣୁଛ, ମୁଁ ମତେ କଣ କହୁଛ? ମୋ କଥାଟା ବୁଝିପାରୁଛ ନା? ତେଣୁ ଗୁରୁଦେବ ବୃହସ୍ପତି ହଉଛନ୍ତି ସେଇଆ, ତମର ଆଚାର ଆଚରଣ ଯଦି ଶୁଦ୍ଧ ଅଛି ତାହେଲେ ଆଉ ଟେନସନ ନବାର ନାହିଁ। ସେ ତମକୁ ଅସୁବିଧା ଦେଲେ ମଧ୍ୟ ତମକୁ ତାରିଦେବେ। ଆଉ ଗୋଟେ କଥା ମନେ ରଖ, ଗୁରୁଦେବ ବୃହସ୍ପତି ଯେତେବେଳେ ମାରକ କୁହନ୍ତି, ଭୟଙ୍କର ମାରକ, ପୁରା ପିଟି ପିଟି ମାରନ୍ତି। ସବୁଠୁ ପୀଡା କାହାକୁ ହୁଏ ନା ଯୋଉମାନଙ୍କର 10th ବୃହସ୍ପତି ଥାଏ। ସବୁଠୁ ପୀଡା କାହାକୁ ହୁଏ? ଯାହାର 10th ବୃହସ୍ପତି। କାହିଁକି? କାହିଁ ପୀଡା ହବ ତାକୁ? ନା ବାପା ତୁ ତ ଜାଣିନୁ ଭାଇ କୋଉଟା ଧର୍ମୋଚିତ କର୍ମ। ତୁ ଯଦି କିଛି ବି ଅଜାଣତର ଅଧର୍ମୋଚିତ କର୍ମ କଲୁ, ତାହେଲେ 10th ବୃହସ୍ପତି ବିଗାଡିବ। ଦ୍ଵିତୀୟ ଭାବକୁ ଦେଖୁଛି ତମର ପଇସାକୁ ବିଗାଡି ଦବ, ତମର ଆକୁମୁଲେସନ କୁ ବିଗାଡି ଦବ। ତାପରେ କଣ କରିବ ନା ତମର 4th ହାଉସ, ସୁଖ ସମ୍ପଦ ମାନସିକ ସ୍ଥିତି ଏବଂ ଧର ମାତା ଏବଂ ପରିବହନ, ଯେତିକି ସୁଖ ସୁବିଧା, ଘର ବାଡି ଲ୍ୟାଣ୍ଡ ସବୁକୁ ଉଖାଡିକି ଫୋପାଡି ଦବ। ଏବଂ 10th ହାଉସ ର ବୃହସ୍ପତି ଯେତେବେଳେ ନବ ଦୃଷ୍ଟିରେ ତମ ରୋଗ ଶତ୍ରୁ ତମକୁ ଏମିତିଆ ମାତ୍ରାରେ ରୋଗ ଦବ, 10th ହାଉସ ବୃହସ୍ପତି ବାଲାଙ୍କର ଥାଇରଏଡ ପ୍ରୋବ୍ଲେମ ହବା କଥା ହବ, କେହି ରୋକିପାରିବେ। ଆଇଦର ସେମାନେ ବହୁତ ପତଳା ହେଇଯିବେ, ଆଉ ସେମାନେ ବହୁତ ମୋଟା ହେଇଯିବେ, ତାଙ୍କର ଦଶା ଅନ୍ତର୍ଦଶାରେ। ତେଣୁ ଏଇଟା ହେଲା ଚ୍ୟାଲେଞ୍ଜିଂ କମ୍ବିନେସନ। ବୃହସ୍ପତି ଯଦି କାହାକୁ 10ରେ ମିଳିଗଲା ନା ଭାଇ ହରି ବୋଲ ଭାଇ ତାର। ତାକୁ ପ୍ରତ୍ୟେକ କଦମ, ଷ୍ଟେପ ଇଚ ଷ୍ଟେପ କାହା ବିଷୟରେ ଭାବୁଛି, କଣ କହୁଛି, ମାନେ ପ୍ରତ୍ୟେକ ତ କର୍ମ ନା। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କି ଗୋଟେ ଲୋକ କ୍ଷଣେ କର୍ମ ନ କରିକି ରହିପାରିବ। ଗୋଟେ ଦଣ୍ଡେ ଗୋଟେ ଲୋକ କର୍ମ କରିବ, ଶୋଇବା, ଖାଇବା, ଚାଲିବା, କହିବା, ତାର ପ୍ରତ୍ୟେକ ଧର୍ମୋଚିତ ହବା ଦରକାର। ଆଉ ସେଥିପାଇଁ ତାକୁ ବହୁତ ପଢିବା ଦରକାର। 10th ବୃହସ୍ପତି ବାଲା ଭାଇ ପୁରା ଜଗିଦିଅ। 11 ଏକାଦଶ କହିଲି, ଏବେ ଦ୍ୱାଦଶ ବୃହସ୍ପତି କଥା କହିଲି। ଏବେ ଦ୍ୱାଦଶ ବୃହସ୍ପତିରେ କଣ ହବ? ଦ୍ୱାଦଶ ବୃହସ୍ପତିରେ ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ସେ ଲୋକ ସ୍ପିରିଚୁଆଲ ହବାକୁ ବାଧ୍ୟ। ଆଉ ଯଦି ସେ ସ୍ପିରିଚୁଆଲ ନହେଲା ତାହେଲେ କଣ କଣ ଉଡିବ ତାର? ପଞ୍ଚମ ଦୃଷ୍ଟିରେ ଉଡିବ ତାର ଘର, ହୁଁ। ଷଷ୍ଠ ଦୃଷ୍ଟିରେ ତାର ରୋଗ ଋଣ ଶତ୍ରୁ, ଆଉ ଅଷ୍ଟମ ଦୃଷ୍ଟିରେ ତାର ଆୟୁ। ଏ ତିନିଟାକ ଆଉ 4, 8, 12 ର ଯେତିକି କ୍ୟାରେକ୍ଟରିଷ୍ଟିକ ସବୁଥିରୁ ଉଡେଇକି ଥୋଇଦେବେ, ଇନକ୍ଲୁଡିଂ 6th ହାଉସ। ଠିକ ଅଛି। ଏବେ ଆସିଲା ଲଗ୍ନ ବୃହସ୍ପତି। ଭାଇ ସମସ୍ତେ କହନ୍ତି ଓହୋ କି ସୁନ୍ଦରରେ ଲଗ୍ନରେ ବୃହସ୍ପତି ଆସିଗଲେ, ବଢିଆ, ସବୁ ବୃହସ୍ପତି ମେଣ୍ଟେନ କରିବେ। ତୁ ଖାଇବୁ ମାଛ, ତୁ ଖାଇବୁ ମାଂସ, ତୁ ଲୋକଙ୍କୁ ପୀଡା ଦବୁ, ଲୋକଙ୍କ ପରନିନ୍ଦା ପରଚର୍ଚ୍ଚା କରିବୁ, ତତେ ଲଗ୍ନ ବୃହସ୍ପତି ସୁନ୍ଦର କରି କୋମଳ କରିକି ତୋ ବୁଦ୍ଧିକୁ ଠିକ କରିବ? ଲଗ୍ନ ବୃହସ୍ପତି ବାଲାଙ୍କର କଣ କରିବ? ଇଏ ଭାଇ ଜଣ, ଇଏ ଭାବନ୍ତି ଇଏ ହଉଛନ୍ତି ସଂସାରର ସବୁଠୁ ବଡ ଜ୍ଞାନୀ। ୟାଙ୍କ କଥା ଉପରେ କେହି କଥା କହିପାରିବେନି, ଇଏ ସମସ୍ତଙ୍କୁ ଜ୍ଞାନ ଦେବେ। ୟାଙ୍କ କଥା ତମେ ଯଦି ନ ଶୁଣିବ ଇଏ ରାଗି। ଭାଇ ଏମିତି ରାଗିବେ ଯେ ସେତେବେଳେ ମୁହଁକୁ ଅନେଇବେନି, କାରଣ ବୃହସ୍ପତି ଜ୍ଞାନୀ ନା, ଜ୍ଞାନରୁ ତ ଅହଙ୍କାର ଆସିବ। ଲଗ୍ନ ବୃହସ୍ପତି ମାନଙ୍କ ସହିତ ଏଇ ପ୍ରୋବ୍ଲେମ। ଇଟ ଇଜ ଏ ଭେରି ବ୍ୟାଡ, ଭାଇ ବ୍ୟାଡ ମାନେ ଅଲଗା ପ୍ରକାର। ଯେମିତି 10th ବୃହସ୍ପତି କି ଲଗ୍ନ ବୃହସ୍ପତି ବାଲାଙ୍କର ସେଇ ପ୍ରୋବ୍ଲେମ। ସେମାନେ ମୋଟା ହବାକୁ ବାଧ୍ୟ, ଚାहे ସେମାନେ ଦିନକୁ ସପ୍ତାହରୁ 10 ଦିନ ଖଣ୍ଡେ, ସିଏ ସପ୍ତାହରୁ 10 ଦିନ ଯଦି ବି ସେମାନେ ଉପବାସ କରନ୍ତି, ସେମାନେ ମୋଟା ହବାକୁ ବାଧ୍ୟ। ପାଣି ପିଇଲେ ଠିକ 5 ଅଛି ନା? କେଜି। ବାସ୍ ବାସ୍। ତେଣୁ ଆର ହେଲା ସେକେଣ୍ଡ ବୃହସ୍ପତି। ହଁ, ସେକେଣ୍ଡ ବୃହସ୍ପତି ଇଜ ଏ ଭେରି ବ୍ରାଇଟ କମ୍ବିନେସନ ଭାଇ, ବିକଜ ଇଟ ଇଜ ଆକୁମୁଲେସନ ଅଫ ଏଭ୍ରିଥିଙ୍ଗ। ସଂସ୍କାର, ଚାଇଲ୍ଡହୁଡ ରେ ମାନେ ବହୁତ ଭଲ ସଂସ୍କାର ପାଇଥିବେ। ଠିକ ଅଛି। ଆଉ କଣ, ଯୋଉମାନଙ୍କର 7th ହାଉସ ରେ ବୃହସ୍ପତି ବସିଥିବେ,
ତାଙ୍କୁ ତାଙ୍କ ପାର୍ଟନର ପାଇଁ ଭାବିବାକୁ ପଡିବ। ନା ପାର୍ଟନର ଗୋଟେ ମହିଷୀ ନହେଲେ ମହିମାମୟ ଗରିୟାନ ନିଶ୍ଚିତ ଭାବରେ ହେଇଥିବ, କୌଣସି ସନ୍ଦେହର ଅବକାଶ ନାହିଁ ତା ଦେହରେ। ଠିକ ଅଛି ନା। 9th ହାଉସ ବୃହସ୍ପତି, ବହୁତ ବଢିଆ କମ୍ବିନେସନ ଭାଇ। ଭାଗ୍ୟର ଭାଗ୍ୟାଧିପତି ଭାଗ୍ୟ ଘରେ ବସିଗଲେ, କାଳ ପୁରୁଷର ଭାଗ୍ୟାଧିପତି ନା ଭାଇ। ତମେ ଏଠି ଶାସ୍ତ୍ର ପଢିବ, ସେଥିରେ ଗୋଟେ ବଢିଆ ଲାଇନ ଅଛି, ନା କିଏ କର୍ମ କଲେ କିଛି ମିଳିଯାଏ, ନା କିଏ ଧର୍ମ କଲେ କିଛି ମିଳିଯାଏ, ଫଳେ ତ ଭାଗ୍ୟ ହିଁ। ସେଇ ଭାଗ୍ୟ ଯେ ଫଳ ଦବ ସେ ହଉଛନ୍ତି ବୃହସ୍ପତି। ଏବଂ ବୃହସ୍ପତି ଦେବ ଇଜ ନନ୍ ଅଦର ଦେନ୍ ଲର୍ଡ ମହାଦେବ ହିମସେଲ୍ଫ। ଯେମିତି ଆଶୁତୋଷ ଖୁସି ହେଇଗଲେ ବର ଦେଇ ଦିଅନ୍ତି, ସେମିତି ବୃହସ୍ପତି ଦେବ। ତେଣୁ କୋଉ କୋଉ ବାଲାଙ୍କୁ ଏଠି ପୀଡା ଅଛି ବହୁତ ଭାଇ। ଦଶମ ବୃହସ୍ପତି, ଲଗ୍ନ ବୃହସ୍ପତି, ମୁଁ ଯେତେଟା ଚାର୍ଟ ଦେଖିଛି, ଇଏ ବାଲା ଯଦି ଠିକ ସେ ନ ଚାଲିବେ, ଧର୍ମଚିତ୍ତ କର୍ମ ନ କରିବେ, ଏବଂ 8th ବୃହସ୍ପତି, ମାନେ ମୁଁ ସବୁଥିରେ ଇମ୍ପୋର୍ଟାଣ୍ଟ ଅଛି ଭାଇ, ମୁଁ ମନା କରୁନି କି ସବୁବେଳେ। ଏ ତିନିଟା ଚାର୍ଟ ରେ 10th ହାଉସ କର୍ମର ବାଲା ବୃହସ୍ପତି ଯଦି ଓଲଟା ମୋଲଟା କାମ କରିବେ, ତ କଣ ହବ, ତାଙ୍କ ଜୀବନକୁ ବୃହସ୍ପତି ଦୁର୍ବିଷହ କରି ଥୋଇଦବ। ସେକେଣ୍ଡ ବାଲାଙ୍କର କଣ ହବ ନା ଧନ ଉଖାଡିକି ଫୋପାଡି ଦବ। ଲଗ୍ନ ବାଲାଙ୍କୁ କଣ କରିବ ନା ଜୀବନଟା ପୁରା ତବାହ କରିଦବ, କେହି ତମ ସାଙ୍ଗ ହେବେ, କେହି ତମକୁ ଆସିରେ ପଚାରିବେ। 8th ହାଉସ ବୃହସ୍ପତି କଣ ନା ସଡନ ଡେଥ ଦବ, ସଡନ ଡେଥ। ଏଇ ତିନିଟା ତ ସରିଗଲେ ସରିଗଲା। ହୁଁ। ତେଣୁ ଆମେ କଣ ବୁଝିଲେ, ଆମେ ତିନିଟା ଜିନିଷ ବୁଝିଲେ ଭାଇ, ଜୀବନରେ ଗୁରୁ ଦରକାର, ନିଶ୍ଚିତ ଭାବରେ ଗୁରୁ ଦରକାର। ସେ କଣ କଣ ବୁଝିଲେ, ଆଚାର ପରମ ଧର୍ମ, ଆଚାର ବିନା ଯେତେ ଉପଚାର କରୁଛ କରୁଛ, ଯେତେ ପାଣିରେ ବୁହାଉଛ, ଯେତେ ତନ୍ତ୍ର ପଢୁଛ, ଯେତେ ମନ୍ତ୍ର ପଢୁଛ ପଢିଛ, କିଛି ନାହିଁ। ଜଡ ଭରତର ଷ୍ଟୋରି ଭାଗବତ ମହାପୁରାଣରୁ ପଢିଦବ। ଜଡ ଭରତକୁ ମା କାଳୀଙ୍କ ବଳି ଦବା ପାଇଁ କି ଜଡ ଭରତକୁ ନେଇ ଆସିଲେ, ସେ ନାରାୟଣଙ୍କର ଭକ୍ତ ଥିଲା, ଭାଇ ତାକୁ ନେଇ ଆସିଲେ। ମା କାଳୀ ସେ ଯୋଉମାନେ ତାକୁ ବଳି ଦେବାକୁ ଆଣିଥିଲେ ଜଡ ଭରତକୁ, ସେଇ ମା କାଳୀ ନିଜେ ସେଠି ଆବିର୍ଭୂତ ହେଇକି ଯୋଉମାନେ ବଳି ଦେବାକୁ ଆଣିଥିଲେ ତାଙ୍କୁ ହିଁ ମାରିଦେଲେ। ଠିକ ଅଛି। ତେଣୁ ଏଇ ସବୁ ହେଲା କଥା। ଆଉ 6th ରେ ବୃହସ୍ପତି ନିଜକୁ ଅନକମ୍ଫର୍ଟେବଲ ଫିଲ୍ କରନ୍ତି। ଆଉ ବୃହସ୍ପତି ଦେବ କେବେ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ କୁଣ୍ଡଳୀ ଦେଖିବ, ନେଟ ରେ ଆଭେଲେବୁଲ ଅଛି। ତାଙ୍କୁ ଯେତେବେଳେ ସିଏ ଯେତେବେଳେ ଅପରେଟ କଲେ, ସେତେବେଳେ ରାମଚନ୍ଦ୍ର ଭଗବାନ ରାମକୁ ବନବାସ ଯିବାକୁ ପଡୁଥିଲା। ମୁଁ ଏଇଟା କହୁନି କି ଯେ ପୁରୁଷୋତ୍ତମ ରାମଚନ୍ଦ୍ର ମାନେ ମଣିଷ ହିସାବରେ, ଗୋଟେ ଲୌକିକ ଧାରାରେ ମୁଁ କହୁଛି କି ବୃହସ୍ପତି ଦେବ ଯେତେବେଳେ ଅପରେଟ କରିଥିଲେ, ବନବାସ ଯିବାକୁ ପଡୁଥିଲା ରାମଚନ୍ଦ୍ର। ଠିକ ଅଛି ନା। ଭଗବାନ ରାମଚନ୍ଦ୍ରଙ୍କର ହଉଛି କର୍କଟ ଲଗ୍ନର କୁଣ୍ଡଳୀ, ମୋଷ୍ଟ ପ୍ରୋବାବଲି ଯାହା ମୋର ମନେ ଅଛି। ମେ ବି ତମେ ଦେଖିଦବ ଆଉଥରେ। ଠିକ ଅଛି ନା। ହୁଁ। ପ୍ଲେଟ ଭେରିଫାଇ ହିଁ କରିଦବା, ଗୁଗୁଲ ତ ଆଭେଲେବଲ ଅଛି। ହୁଁ। ହୁଁ। ଦେଖିକି ଦବା। ଯେ ମୋର କହିବାର ତାତ୍ପର୍ଯ୍ୟ ହେଲା କି ବୃହସ୍ପତି ଦେବ ଏତେ ଇଜିଲି ଦିଅନ୍ତିନି ରେ ଭାଇ। ତମର ଆଚାର ଆଚରଣ ଯଦି ଠିକ ଠିକଣା ନାହିଁ, ତମର ହରିବୋଲ ହବାଟା ତୟ। ବି ଅନେଷ୍ଟ ଟୁ ଭାଇ। ୟୁର ସେଲ୍ଫ ଓନଲି ଟୁ ଗେଟ୍ ଦ ବ୍ଲେସିଂ ଅଫ ବୃହସ୍ପତି। ଠିକ ଅଛି ନା। ଆଉ କାହା ସହିତ ଅନେଷ୍ଟ ହବା ଦରକାର ନାହିଁ, କାହାକୁ ଯୁକ୍ତି କରିବା ଦରକାର ନାହିଁ। ଠିକ ଅଛି। ଆଉ ଯଦି ତମେ ଏଇଟା ନ କରିଛ, ତାହେଲେ ତମେ ପୀଡା ପାଇଁ ରେଡି ଥାଅ। ଆଉ ବୃହସ୍ପତି ଦେବ ଯୋଉ ଆମାଉଣ୍ଟରେ ସୁଖ ସୁବିଧା ଦିଅନ୍ତି, ସେଇ ଆମାଉଣ୍ଟରେ ପୀଡା ବି ତାର ଡବଲ ମାତ୍ରାରେ ଦିଅନ୍ତି। କାରଣ ଯୋଉ ଔଷଧର ରୋଗ ନିରାକରଣ ଶକ୍ତି ଯେତେ ଅଧିକା, ସେଇ ଔଷଧର ପୀଡା ଦେବାର ଶକ୍ତି ଯଦି ଅପବ୍ୟବହାର ହେଇଗଲା, ତାହେଲେ ସେତେ ଅଧିକା। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।